ମୁଁ ଏଠୁ ଚାଲିଯିବି ନିଶା। ତମେ ଯେତେବେଳେ ମତେ ଏଠୁ ଯିବା ପାଇଁ କହି ସାରିଲଣି, ଏଠି ରହିବାର ମୋର କୌଣସି ଆବଶ୍ୟକତା ନାହିଁ। ଯିବି, ହେଲେ ଯିବା ପୂର୍ବରୁ ଗୋଟେ କଥା କହିକି ଯିବି। ବେଶିଆ ଗଣ୍ଠିରେ ନୂଆ କରି ନାଁ ଲେଖାଇଥିବା ଝିଅଟାର ଏ ବଜାରରେ ବହୁତ ଚାହିଦା ଥାଏ। ଲକ୍ଷପତି, ଶିଳ୍ପପତି, କୋଟିପତି ମାନଙ୍କର ଭିଡ଼ ଜମିଯାଏ। ଯେତେବେଳେ ବୟସ ଖସିଯାଏ, ଏ ଚମ ଗୁଡ଼ା ହେଇଯାଏ, ସେତେବେଳେ ସେ ପାଲଟିଯାଏ ଏ ବେଶିଆ ଗଣ୍ଠିରେ ଗୋଟେ ଭାଇ। ତାକୁ ଅନ୍ୟର ବଞ୍ଚିବାକୁ ହୁଏ ମଣିଷ। ଆଉ ସେ ମରିଗଲା ପରେ ତା ଶବକୁ ସତ୍କାର କରାଯାଏନି। ଅଳିଆ ଆବର୍ଜନାକୁ ନଈରେ ଫସେଇଲା ପରି ତା ଶବକୁ ଫସେଇ ଦିଆଯାଏ। ଏ ମଣିଷା, ତମେ କେବେ ପୁରୀ ଯାଇଛ? ସେ 22 ପାହାଚ ଉପରେ ରତ୍ନ ସିଂହାସନରେ ଭାଇ ଭଉଣୀକୁ ସାଥିରେ ଧରି ବସିଥିବା, ହାତ ଗୋଡ଼ ନଥିବା ଜଗନ୍ନାଥ ମହାପ୍ରଭୁଙ୍କୁ ଦେଖିଛ? ଠିକ ସେମିତି ସେ 22 ପାହାଚ ତଳେ ହାତ ଗୋଡ଼ ନଥିବା କୁଷ୍ଠ ରୋଗୀ ଭିକାରୀ ମାନଙ୍କୁ ଦେଖିଛ? ଚିନ୍ତା କର ମଣିଷା, ନିଜକୁ ତମେ କୋଉଠି ଥୋଇବ? ସେ 22 ପାହାଚ ଉପରେ ବସିଥିବା ଜଗନ୍ନାଥଙ୍କ ପାଖରେ, ନା ସେ 22 ପାହାଚ ତଳେ ବସିଥିବା କୁଷ୍ଠ ରୋଗୀ ଭିକାରୀ ମାନଙ୍କ ପାଖରେ? ଉତ୍ତର ଅପେକ୍ଷାରେ ରହିଲି ମନିଷା, ଉତ୍ତର ଅପେକ୍ଷାରେ ରହିଲି। ନମସ୍କାର। ମତେ ଲାଗୁଛି ସେ ମନିଷା ନୁହଁ, ଆଉ କିଏ ବୋଲେ କହିଦେବି, କହିବି ତାଙ୍କ ନାଁ କହିଦେବି ସମସ୍ତଙ୍କ ଆଗରେ। ପ୍ରଥମ ପ୍ରେମର ପ୍ରଥମ ଚିଠି লেখুছি অল্প ভাবুছি বেশি। ଆଉ ଭାବନି, ଆଉ ଜମା ବି ଭାବନି। ଭାବି ଭାବି ତମ ପେଟ ବଢିଗଲା, ଚୁଟି ଝଡ଼ିଗଲା, ସମୟ ବି ବଢିଗଲା। ଆଉ କେତେ ଭାବିବ ତମେ? ହଉ ଛାଡ଼ ସେ କଥା, ଭାବିବାକୁ ତ ବହୁତ ଟାଇମ୍ ଅଛି। ଭାବିବା ବସି କେତେବେଳେ ଫାଙ୍କାରେ। ବର୍ତ୍ତମାନ ଷ୍ଟେଜକୁ ୱେଲକମ୍ କରିବା ଆମର ଅନୁଷ୍ଠାନର ସେଇ ସୁନାମଧନ୍ୟ କଳାକାର ଯିଏ ଖାଲି ପ୍ରାଇଜ୍ ପରେ ପ୍ରାଇଜ୍ ବହୁତ କିଛି ପାଇଛନ୍ତି ଆଜି ଷ୍ଟେଜରେ। ଆଉ ସେ କେହି ନୁହନ୍ତି, ଆମର ୱାନ୍ ଆଣ୍ଡ ଓନ୍ଲି କୁମାର ସାଗର। କୁମାର ସାଗରଙ୍କ କଣ୍ଠରୁ ଆଉ ଗୋଟେ ସୁନାମଧନ୍ୟ ଗୀତ ଶୁଣିବା। सूर्यवंशीर सही फेमस सॉन्ग दिल मेरा तू दीवाना है, पागल है मैंने माना है। लेट्स वेलकम ऑन द स्टेज मिस्टर कुमार सागर। दिल मेरा तू दीवाना है, पागल है मैंने माना है।